ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉ ମନ୍ଦିରରେ ଆଜି ଆଷାଢ଼ ମାସର ହରିଶୟନ ବଡ଼ ଏକାଦଶୀ ନୀତି ପାଳିତ ହୋଇଯାଇଛି। ପ୍ରାତଃରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ତୁଳସୀ ହାର, ଫୁଲହାର, ବଲ୍ଲଭ ଭୋଗ, 10ଟା ସମୟରେ ଖେଚେଡ଼ି ଭୋଗ, ମଧ୍ୟାହ୍ନରେ ଅନ୍ନ, ଧୂପ, ସନ୍ଧ୍ୟାରେ ଆଳତି, ରାତ୍ରରେ ରାତ୍ରଧୂପ ପରେ ଏକାଦଶୀ ବେଢ଼ା ମହାଦୀପ ମନ୍ଦିର ଉପରକୁ ଉଠିବ। ପହଡ଼ ପଡ଼ିବ। ପୂଜକ ଶ୍ରୀବତ୍ସ ମିଶ୍ର, ପାଳିଆ ସେବକ ବ୍ରଜମୋହନ ମହାପାତ୍ର, କାହାଳିଆ ଟିକନ ବେହେରା, ମନ୍ଦିରର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏହି ହରିଶୟନ ବଡ଼ ଏକାଦଶୀ ନୀତି ପାଳନ କରାଯାଇଛି। ଆଷାଢ଼ ମାସର ହରିଶୟନ ଏକାଦଶୀ ପ୍ରଭୁଙ୍କର ମଙ୍ଗଳ ତାପରେ ଆମର ସ୍ନାନ ପୂଜା ସାରି ବଲ୍ଲଭ ପୂଜା ଆମର କିଛି ଦିନ 8:30 ତାପରେ